Hello student, welcome back to my Tanushree tutorial. +3 second semester MDC Philosophic Vedic Culture Unit 2 ର 2 mark question answer discussion କରିବା. Relevance of Vedas in Indian culture. 2 mark question answer. ଭାରତୀୟ ସଂସ୍କୃତିରେ ବେଦର ପ୍ରାସଙ୍ଗିକତା. Question number 1. ବେଦ କ'ଣ? ବେଦ ହେଉଛି ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ, ଶ୍ରୁତିଗତ ଗ୍ରନ୍ଥ. Question number 2. ବେଦ କେତେ ପ୍ରକାର? ବେଦ ହେଉଛି 4 ପ୍ରକାର: ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବବେଦ. Question number 3. ବେଦର ଭାଷା କ'ଣ? ବେଦର ଭାଷା ହେଉଛି ସଂସ୍କୃତ. Question number 4. ବେଦକୁ ଶ୍ରୁତି କାହିଁକି କୁହାଯାଏ? କାରଣ ଏହା ଶ୍ରବଣ ମାଧ୍ୟମରେ ପ୍ରାପ୍ତ. Question number 5. ବେଦର ମୂଳ ବିଷୟ କ'ଣ? ଧର୍ମ, ଆତ୍ମା, ବ୍ରହ୍ମ, ଯଜ୍ଞ, ନୀତି. Question number 6. ବେଦର ଦାର୍ଶନିକ ମୂଲ୍ୟ କ'ଣ? ଆତ୍ମା, ବ୍ରହ୍ମାଣ୍ଡ, ମୋକ୍ଷ ବିଷୟରେ ଚିନ୍ତନ. Question number 7. ବେଦରେ ଯଜ୍ଞ ଉଦ୍ଦେଶ୍ୟ କ'ଣ? ଦେବତାଙ୍କୁ ପ୍ରସନ୍ନ କରିବା ଓ ସାମୂହିକ ମଙ୍ଗଳ. Question number 8. ବେଦର ଅନୁଗତ ଗ୍ରନ୍ଥ କ'ଣ? ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ. Question number 9. ବେଦର ଅନୁସାରେ ଧର୍ମ କ'ଣ? ନୀତି, ଉତ୍ତମ ଆଚରଣ ଓ ଦାୟିତ୍ୱ. Question number 10. ବେଦ ଅନୁସାରେ ଆତ୍ମା କ'ଣ? ଅଜନ୍ମା, ଅବିନାଶୀ ଓ ଦିବ୍ୟ. Question number 11. ବେଦର ଅନୁସାରେ ବ୍ରହ୍ମ କ'ଣ? ସର୍ବଜ୍ଞ, ସର୍ବବ୍ୟାପୀ ଓ ନିରାକାର. Question number 12. ବେଦର ଅନୁସାରେ ମୋକ୍ଷ କ'ଣ? ଆତ୍ମାର ମୁକ୍ତି ଓ ବ୍ରହ୍ମ ସାକ୍ଷାତକାର. Question number 13. ବେଦର ଅନୁସାରେ ଜଗତ କ'ଣ? ବ୍ରହ୍ମର ବିକାଶ ଓ ମହାମାୟା. Question number 14. ବେଦର ଅନୁସାରେ ନୀତି କ'ଣ? ଉଚିତ ଆଚରଣ ଓ ଦାୟିତ୍ୱପୂର୍ଣ୍ଣ ଜୀବନ. Question number 15. ବେଦର ଅନୁସାରେ ଶିକ୍ଷା କ'ଣ? ଗୁରୁ ଶିଷ୍ୟ ପରମ୍ପରା ଓ ଜ୍ଞାନ ଦାନ. Question number 16. ବେଦର ଅନୁସାରେ ଆଶ୍ରମ ବ୍ୟବସ୍ଥା କ'ଣ? ବ୍ରହ୍ମଚାର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ. Question number 17. ବେଦରେ ନାରୀ ସ୍ଥାନ କ'ଣ? ଶିକ୍ଷା, ଧର୍ମ ଓ ଯଜ୍ଞରେ ସାମିଲ ହେବା. Question number 18. ବେଦରେ ଋତର ଅର୍ଥ କ'ଣ? ନିୟମିତତା ଓ ବ୍ରହ୍ମ ତତ୍ତ୍ୱର ଅନୁସରଣ. Question number 19. ବେଦରେ ଦେବତା ଧାରଣା କ'ଣ? ପ୍ରକୃତି, ଶକ୍ତି ଓ ମୂଳ ତତ୍ତ୍ୱର ଉପାସନା. Question number 20. ବେଦର ଅନୁସାରେ ସମାଜ କ'ଣ? ଧର୍ମ, ନୀତି ଉପରେ ଆଧାରିତ ଗଠନ. Question number 21. ବେଦରେ ଅନ୍ନ ଓ ଜଳର ମହତ୍ତ୍ୱ କ'ଣ? ଜୀବନ ଧାରଣ ପାଇଁ ଦେବତା ସମାନ ଗୁରୁତ୍ୱ. Question number 22. ବେଦର ଅନୁସାରେ ରାଜନୀତି କ'ଣ? ଧର୍ମ, ନୀତି ଉପରେ ଆଧାରିତ ଶାସନ. Question number 23. ବେଦର ଅନୁସାରେ ଅର୍ଥ କ'ଣ? ଜୀବନ ଧାରଣ ପାଇଁ ଆବଶ୍ୟକ ଉପାୟ. Question number 24. ବେଦର ଅନୁସାରେ କାମ କ'ଣ? ଇଚ୍ଛା, ଆକାଂକ୍ଷା ଓ ମନୋରଞ୍ଜନ. Question number 25. ବେଦର ଅନୁସାରେ ମୋକ୍ଷ ପାଇଁ ଉପାୟ କ'ଣ? ଜ୍ଞାନ, ଧ୍ୟାନ ଓ ବ୍ରହ୍ମ ଚିନ୍ତନ. Question number 26. ବେଦର ଅନୁସାରେ ଗୁରୁ କ'ଣ? ଜ୍ଞାନଦାତା ଓ ଆତ୍ମ ଉନ୍ନତିର ମାର୍ଗଦର୍ଶକ. Question number 27. ବେଦର ଅନୁସାରେ ଶିଷ୍ୟ କ'ଣ? ଜ୍ଞାନ ଅନ୍ୱେଷଣକାରୀ ଓ ଆଚାର ଅନୁସାରୀ.